ତିନୋଟି ପ୍ରଶ୍ନ ଲିଓ ଟଲଷ୍ଟୟଙ୍କ ଦ୍ୱାରା ଲିଖିତ ଜଣେ ରାଜାଙ୍କର କାହାଣୀ, ଯିଏକି ଜୀବନରେ ସବୁ କ୍ଷେତ୍ରରେ ସଫଳତା ପାଇବା ପାଇଁ ତାଙ୍କ ମନରେ ଉଠିଥିବା ତିନୋଟି ପ୍ରଶ୍ନର ଉତ୍ତର ଖୋଜୁଥିଲେ। ସେ ଜାଣିଥିଲେ ଏହି ପ୍ରଶ୍ନଗୁଡ଼ିକର ସଠିକ୍ ଉତ୍ତର ପାଇଗଲେ ଜୀବନରେ ସବୁକିଛି ପାଇବା ସହଜ ହୋଇଯିବ। ପ୍ରଥମ ପ୍ରଶ୍ନ, କିଛି ବି ଆରମ୍ଭ କରିବାର ସଠିକ୍ ସମୟ କ'ଣ? ଦ୍ୱିତୀୟ ପ୍ରଶ୍ନ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି କିଏ, ଯାହାଙ୍କୁ ଶୁଣିବା ଉଚିତ? ତୃତୀୟ ପ୍ରଶ୍ନ, ସବୁଠୁ ମହତ୍ତ୍ୱପୂର୍ଣ୍ଣ କାମ କ'ଣ? ରାଜା ପ୍ରଶ୍ନଗୁଡ଼ିକର ଉତ୍ତର ପାଇବାକୁ ନିଜ ଦୂତମାନଙ୍କୁ ପଠାଇ ରାଜ୍ୟର ବୁଦ୍ଧିମାନ ଲୋକଙ୍କୁ ଡକାଇଲେ ଓ ଯିଏ ତାଙ୍କୁ ସଠିକ୍ ଉତ୍ତର ଦେବ ତାଙ୍କୁ ଅନେକ ଧନରତ୍ନ ଦେବାର ଘୋଷଣା ମଧ୍ୟ କଲେ। ଅନେକ ଜ୍ଞାନୀ ଲୋକ ଆସିଲେ, କିଛି ଧନ ଲୋଭୀ ମଧ୍ୟ ଆସିଲେ। ସେମାନଙ୍କ ଉତ୍ତରରେ ରାଜା ସନ୍ତୁଷ୍ଟ ହେବା ବଦଳରେ ବରଂ ନିରାଶ ହୋଇପଡ଼ିଲେ, କାରଣ କୌଣସି ବି ପ୍ରଶ୍ନ ଉତ୍ତରରେ ଏକମତ ନ ହୋଇ ସମସ୍ତେ ଭିନ୍ନ ଭିନ୍ନ ମତ ଦେଲେ। ପ୍ରଥମ ପ୍ରଶ୍ନ ଉତ୍ତରରେ କେହି କହିଲେ ପ୍ରତ୍ୟେକ ଦିନର ଟାଇମ୍ ଟେବୁଲ୍ ତିଆରି କରି ସେହି ଅନୁସାରେ କାମ କଲେ ଠିକ୍ ହେବ। ଆଉ କିଏ କହିଲେ ଗ୍ରହ ନକ୍ଷତ୍ର ଗଣନା କରି ସମୟ ନିର୍ଘଣ୍ଟ ତିଆରି କରି କାମ କରିବା ଉଚିତ। ଯାଦୁକରମାନେ ଭବିଷ୍ୟତ ବକ୍ତା, ତେଣୁ ସେମାନେ ଠିକ୍ ସମୟ କହିପାରିବେ। କେହି ତ ଗଣନା କରିବା ବି ଆରମ୍ଭ କରିଦେଲେ। ଦ୍ୱିତୀୟ ପ୍ରଶ୍ନର ଉତ୍ତର ଦେଇ କିଛି ମତ ଦେଲେ ଯେ ପୂଜକ ବା କୁଳଗୁରୁଙ୍କ ପରାମର୍ଶ ନେବା ଠିକ୍। ଆଉ କେହି ମତ ଦେଲେ କି ରାଜା ଜ୍ଞାନୀ ଗୁଣୀ ଲୋକଙ୍କୁ ଚୟନ କରି ଗୋଟିଏ ପରାମର୍ଶଦାତା ମଣ୍ଡଳୀ ଗଠନ କରି ସେମାନଙ୍କ କଥା ଶୁଣି ନିଷ୍ପତ୍ତି ନେବା ଉଚିତ। ସେହିପରି ତୃତୀୟ ପ୍ରଶ୍ନର ଉତ୍ତରରେ କିଏ କହିଲା ଧର୍ମକର୍ମ ଶ୍ରେଷ୍ଠ, ତ ଆଉ କିଏ କହିଲେ ଦାନ ଦେବା ମହତ୍ କାମ। ପୁଣି ଆଉ କେହି କହିଲେ ରାଜ୍ୟ ଶାସନରେ ରାଜା ମନ ଦେବା ଉଚିତ କାର୍ଯ୍ୟ ଅଟେ। ଯେତେ ଦିନ ଗଡ଼ି ଚାଲୁଥାଏ ରାଜା ସେତିକି ନିରାଶ ହୋଇ ପଡ଼ୁଥାନ୍ତି। ଏହିପରି ସମୟରେ ଜଣେ ଖବର ଦେଲା ଯେ ଜଣେ ବୁଦ୍ଧିମାନ ସାଧୁ ଅଛନ୍ତି, ଯିଏକି ଏହିସବୁ ପ୍ରଶ୍ନର ଉତ୍ତର ଦେବାକୁ ସକ୍ଷମ, ମାତ୍ର ସେ ଜଙ୍ଗଲରେ ରହନ୍ତି। ସେହି ସାଧୁଙ୍କୁ ଦେଖା କରିବାକୁ ରାଜା ଜଙ୍ଗଲକୁ ଗଲେ। ସେଠାରେ ସାଧୁ ଗୋଟିଏ ଅତି ଛୋଟ କୁଡ଼ିଆରେ ରହୁଥିଲେ। ସାଧୁଙ୍କ କୁଡ଼ିଆ ଠାରୁ କିଛି ଦୂରରୁ ରାଜା ନିଜର ସୈନ୍ୟ ସାମନ୍ତ ଓ ଦେହରକ୍ଷୀମାନଙ୍କୁ ଛାଡ଼ି ଏକା ଚାଲି ଚାଲି ସାଧୁଙ୍କ ନିକଟକୁ ଗଲେ। ସେତେବେଳେ ସାଧୁ ନିଜ କୁଡ଼ିଆ ଆଗରେ କୋଦାଳରେ ମାଟି ଖୋଳୁଥିଲେ। ଏକେ ତ ବୟସ ଅଧିକ ଥିଲା, ପୁଣି ମାଟି ଖୋଳିବା କାମ ଯୋଗୁଁ ସେ ବହୁତ ହାଲିଆ ଜଣା ପଡ଼ୁଥିଲେ। ଜୋରରେ ନିଶ୍ୱାସ ନେଉଥିଲେ। ରାଜା ସିଧା ଯାଇ ତାଙ୍କୁ ନିଜର ପ୍ରଶ୍ନ ପଚାରିଲେ, କିନ୍ତୁ ବୃଦ୍ଧ ସାଧୁ ତାଙ୍କୁ ଚାହିଁଲେ ନାହିଁ କି କୌଣସି ଉତ୍ତର ଦେଲେ ନାହିଁ। ନିଜର ମାଟି ଖୋଳା କାମରେ ସେ ଲାଗି ରହିଲେ। ରାଜା କିଛି ସମୟ ସାଧୁଙ୍କୁ ଚାହିଁ ରହିଲେ ଓ ଦେଖିଲେ ନିଜର ବୟସ ଓ ଶକ୍ତି ହିସାବରେ ସେ ମାଟି ଖୋଳିବାକୁ କଠିନ ସଂଘର୍ଷ କରୁଛନ୍ତି। ସାଧୁଙ୍କ ହାତରୁ କୋଦାଳ ନେଇ ସେ ନିଜେ ମାଟି ଖୋଳିବାରେ ଲାଗିଲେ। ଦୁଇଟି କିଆରି ଖୋଳି ସାରିବା ପରେ ଖୋଳିବା ବନ୍ଦ କରି ରାଜା ନିଜର ପ୍ରଶ୍ନଗୁଡ଼ିକୁ ଆଉ ଥରେ ସାଧୁଙ୍କୁ ପଚାରିଲେ। ସାଧୁ କିନ୍ତୁ ପ୍ରଶ୍ନର ଉତ୍ତର ନ ଦେଇ ତାଙ୍କୁ ବିଶ୍ରାମ ନେବାକୁ କହିଲେ। ମାତ୍ର ରାଜା ସାଧୁଙ୍କ କଥା ନ ମାନି ମାଟି ଖୋଳି ଚାଲିଲେ। ଘଣ୍ଟା ବିତିଗଲା। ବେଳ ବୁଡ଼ି ଅନ୍ଧାର ହେବାକୁ ଆସିଲା। ଯଦି ସାଧୁ ଉତ୍ତର ନ ଦେବେ ତେବେ ସେ ଫେରିଯିବେ ବୋଲି ରାଜା ଚିନ୍ତା କରୁଥିବା ବେଳେ ହଠାତ୍ ଜଣେ ଦାଢ଼ିବାଲା ଲୋକ ତାଙ୍କରି ଆଡ଼କୁ ଦୌଡ଼ି ଆସିଲା। ଲୋକଟିର ପେଟରୁ ରକ୍ତ ବୋହୁଥିଲା ଓ ସେ ନିଷ୍ପ୍ରାଣ ହୋଇ ଆସୁଥିଲା। ରାଜା ତୁରନ୍ତ ସେହି ଲୋକଟିକୁ ଧରି ପକାଇଲେ ଓ ସାଧୁଙ୍କ କୁଡ଼ିଆକୁ ନେଇ ତାକୁ ଶୁଆଇ ଦେଲେ। ଲୋକଟିର ପେଟରେ ଗଭୀର କ୍ଷତ ହୋଇଥିଲା ଓ ପ୍ରବଳ ରକ୍ତସ୍ରାବ ହେଉଥିଲା। ରାଜା ଲୋକଟିର କ୍ଷତକୁ ପରିଷ୍କାର କରି ପଟି ବାନ୍ଧିଦେଲେ। ଟିକିଏ ଆରାମ ଲାଗିବାରୁ ଲୋକଟି ଶୋଇପଡ଼ିଲା। ଦିନଯାକର ପରିଶ୍ରମ ଯୋଗୁଁ ରାଜା ହାଲିଆ ହୋଇଯାଇଥିଲେ। ସାଧୁଙ୍କ କୁଡ଼ିଆ ମାଟି ଉପରେ ସେ ବି ଶୋଇପଡ଼ିଲେ। ପରଦିନ ସକାଳେ ଉଠିବା ବେଳକୁ ସେହି ଦାଢ଼ିବାଲା ଲୋକଟି ଧୀରେ ତାଙ୍କ ପାଖକୁ ଆସି ମଥା ତଳକୁ କରି କ୍ଷମା ମାଗିବାକୁ ଲାଗିଲା। ରାଜା ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ତୁମେ କିଏ? କାହିଁକି ମୋତେ କ୍ଷମା ମାଗୁଛ? ଦାଢ଼ିବାଲା ଲୋକଟି ସବୁକିଛି ଖୋଲିକରି କହିଲା ଯେ ସେ ରାଜାଙ୍କର ପୁରୁଣା ଶତ୍ରୁ ଥିଲା, ଯାହାକୁ ଏକଦା ରାଜା ପରାସ୍ତ କରି ତାର ସବୁ ଧନ ସମ୍ପତ୍ତି ନେଇଯାଇଥିଲେ।
ସେଇଥିପାଇଁ ସେ ପ୍ରତିଶୋଧ ପରାୟଣ ହୋଇ ରାଜାଙ୍କୁ ମାରିବାକୁ ଆସିଥିଲା ଓ ଲୁଚି ରହି ଏକୁଟିଆ ରାଜାଙ୍କୁ ପାଇବା ସୁଯୋଗ ଅପେକ୍ଷାରେ ଥିଲା। ମାତ୍ର ଯେତେବେଳେ ରାଜା ରାତି ପର୍ଯ୍ୟନ୍ତ ନ ଫେରିଲେ, ସେ ଲୁଚିଥିବା ସ୍ଥାନରୁ ବାହାରି ଆସିବାରୁ ରାଜାଙ୍କର ଦେହରକ୍ଷୀ ଓ ସୈନିକମାନେ ତାକୁ ଚିହ୍ନି ପକାଇ ତା ଉପରେ ଆକ୍ରମଣ କରିଦେଲେ। ମାତ୍ର ସେ ଜାଣିନଥିଲା ରାଜା ଅତ୍ୟନ୍ତ ଦୟାଳୁ ବୋଲି। ସେ ଯଦି ତାର ସେବା ଶୁଶ୍ରୂଷା ନ କରିଥାନ୍ତେ ତେବେ ତାର ମୃତ୍ୟୁ ନିଶ୍ଚିତ ହୋଇଥାନ୍ତା। ରାଜା ସେହି ଦାଢ଼ିବାଲା ଲୋକଟିକୁ କ୍ଷମା କରିଦେଲେ। ତାର ସବୁ ସମ୍ପତ୍ତି ଫେରାଇ ଦେବାର ପ୍ରତିଶ୍ରୁତି ଦେଇ ତାକୁ ମିତ୍ର ଭାବରେ ଗ୍ରହଣ କରିନେଲେ। ଏହାପରେ ରାଜା ଫେରିଯିବାକୁ ଚାହିଁଲେ। ସାଧୁଙ୍କ ପାଖକୁ ଯାଇ ଆଉ ଥରେ ନିଜର ପ୍ରଶ୍ନଗୁଡ଼ିକର ଉତ୍ତର ଚାହିଁବାରୁ ସାଧୁ କହିଲେ, ତୁମର ଉତ୍ତର ତୁମେ ବହୁ ଆଗରୁ ପାଇସାରିଛ ରାଜା। ଆଶ୍ଚର୍ଯ୍ୟ ହୋଇ ରାଜା ପଚାରିଲେ, କେମିତି? ସାଧୁ ଉତ୍ତର ଦେଲେ, ରାଜା, ଯଦି ମୋ ପ୍ରତି ଦୟା ପରବଶ ନ ହୋଇ ମୋ ପାଇଁ ମାଟି ଖୋଳି ନଥାନ୍ତେ ତେବେ ଶୀଘ୍ର ଫେରି ଯାଇଥାନ୍ତେ ଓ ନିଶ୍ଚିତ ଦାଢ଼ିବାଲା ଲୋକର ଆକ୍ରମଣର ଶିକାର ହୋଇଥାନ୍ତେ। ତେଣୁ ଯେଉଁ ସମୟରେ ସେ ମୋ ପ୍ରତି ଦୟାଳୁ ହୋଇ ମୋ ପାଇଁ ମାଟି ଖୋଳିଲେ ତାହା ହିଁ ଥିଲା ସବୁଠୁ ଶ୍ରେଷ୍ଠ ସମୟ। ସେହି ସମୟରେ ମୁଁ ହିଁ ଥିଲି ରାଜାଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ଓ ମୋ ପାଇଁ ମାଟି ଖୋଳିବା ହେଉଛି ଶ୍ରେଷ୍ଠ କାମ। ସେହିପରି ଯେତେବେଳେ ରାଜା ଦାଢ଼ିବାଲା ଲୋକଟିର ଶୁଶ୍ରୂଷା କରୁଥିଲେ, ସେହି କ୍ଷତାକ୍ତ ଲୋକଟିର ଉପଶମ କରିବା ହେଉଛି ସେହି ସମୟରେ ଶ୍ରେଷ୍ଠ କାମ। ସେହି କ୍ଷତାକ୍ତ ବ୍ୟକ୍ତିଟି ହିଁ ଗୁରୁତ୍ୱପୂର୍ଣ୍ଣ, ଯାହାର କଥା ଶୁଣିବା ଉଚିତ ଓ ସେହି ସମୟ ଯେଉଁ ସମୟରେ ରାଜା କ୍ଷତାକ୍ତ ଦାଢ଼ିବାଲା ଲୋକଟିର ଜୀବନ ବଞ୍ଚାଇବା ପାଇଁ ସେବା କରୁଥିଲେ ତାହା ହିଁ ଶ୍ରେଷ୍ଠ ସମୟ। କ୍ଷଣେ ରହି ସାଧୁ କହିଲେ, କିଛି ବି କରିବା ପାଇଁ ବା ଆରମ୍ଭ କରିବା ପାଇଁ ସବୁଠୁ ଶ୍ରେଷ୍ଠ ସମୟ ହେଉଛି ଏବେ, ଏହି କ୍ଷଣି ବା ବର୍ତ୍ତମାନ। ଏହି ମୁହୂର୍ତ୍ତ ବା ବର୍ତ୍ତମାନ ହିଁ କେବଳ ମଣିଷର ଅଧିକାର କ୍ଷେତ୍ର, ନା ଅତୀତ ନା ଭବିଷ୍ୟତ। କାରଣ ଅତୀତ ଯାହା ତୁମ ପାଖରେ ନାହିଁ ଓ ଭବିଷ୍ୟତ ଯାହା କାଳ୍ପନିକ। କେବଳ ବର୍ତ୍ତମାନ ହିଁ ତୁମର କର୍ମକ୍ଷେତ୍ର। ତୁମ ପାଇଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ସିଏ ଯିଏ ଏହି ମୁହୂର୍ତ୍ତରେ ତୁମ ପାଖରେ ବା ତୁମ ସହିତ ଅଛନ୍ତି। କିଏ ଜାଣିଛି ଆଗାମୀ ମୁହୂର୍ତ୍ତରେ କ'ଣ ହେବାକୁ ଯାଉଛି, ଆଉ କେବେ ତୁମେ ତାହା ସହିତ ମିଶିପାରିବ କି ନାହିଁ। ସେହିପରି ସବୁଠୁ ଶ୍ରେଷ୍ଠ କର୍ମ ହେଉଛି ଉତ୍ତମ କର୍ମ, ଯାହା ସାରା ସଂସାରର ଭଲ ପାଇଁ ଉଦ୍ଦିଷ୍ଟ, ଯେଉଁ ଉଦ୍ଦେଶ୍ୟରେ ତୁମେ ଏଠାକୁ ଆସିଅଛ। ସାଧୁଙ୍କ ଉତ୍ତରରେ ରାଜା ଅଭିଭୂତ ହୋଇପଡ଼ିଲେ। ଆଖି ତାଙ୍କର ଲୋତକପୂର୍ଣ୍ଣ ହୋଇଉଠିଲା। ସାଧୁଙ୍କୁ ପ୍ରଣାମ କରି ସେ ନିଜର କର୍ମକ୍ଷେତ୍ରକୁ ପ୍ରତ୍ୟାବର୍ତ୍ତନ କଲେ। ସେ ବୁଝିସାରିଥିଲେ ଏବେ ସବୁକିଛି ସମ୍ଭବ ତାଙ୍କ ପାଇଁ। ଧନ୍ୟବାଦ କିରଣ।